जय श्रीराम। जय श्रीराम। आजिर एही आम आलोचना को समस्तंकु स्वागत। आजी आमे गोस्वामी तुलसीदासंकर सेही अनबद्ध सृष्टि माने श्रीरामचरित मानस तार किछि बहुत बहुत गभीर पद उपरे कथा हेबा। हाँ, निश्चित भावरे आमे आजी मुख्यतः देखिबा रामचरित मानसर बालकांडर दोहा संख्या 28 क आउ 28 ख ଆଉ ତା ସହିତ ଯୋଉ କିଛି ଚୌପାଇ ଯୋଡ଼ି ହେଇ ରହିଛି ସେଗୁଡ଼ିକୁ ବି ଦେଖିବା। ଏଗୁଡ଼ିକ ମାନେ ପ୍ରଭୁଙ୍କର କରୁଣା ଆଉ ଭକ୍ତର ଯୋଉ ସମ୍ପର୍କ ତାକୁ ବହୁତ ଭଲ ଭାବରେ ଦେଖାଏ। ଆଚ୍ଛା, ତେବେ ଆଜି ଆମେ ଯୋଉ ଆଲୋଚନା କରିବା ତାର ମୂଳ କଥା ହେଉଛି ପ୍ରଭୁ ଶ୍ରୀରାମଙ୍କର ସେହି ଯୋଉ ଅପାର କରୁଣା ଆଉ ଜଣେ ଭକ୍ତ ଯେ ନିଜକୁ ହୁଏତ ଅଯୋଗ୍ୟ ଭାବୁଛି, ତାର କେତେ ତ୍ରୁଟି ଅଛି, ହେଲେ ବି ସେ କେମିତି ପ୍ରଭୁଙ୍କ ପାଇଁ ଗଭୀର ପ୍ରୀତି ଏକଦମ ସମର୍ପଣ ଭାବ ରଖିପାରୁଛି ସେଇଟା ବୁଝିବା। ହଁ, ଆଉ ଦେଖନ୍ତୁ ଏ ପଦଗୁଡ଼ିକର ନା ଅର୍ଥ ବହୁତ ଗଭୀର। ସେଥିପାଇଁ ଅନୁରୋଧ ରହିବ ପୁରା ଆଲୋଚନାଟା ଶେଷ ଯାଏ ଶୁଣନ୍ତୁ, ତାହେଲେ ଯାଇ ଏହାର ଯୋଉ ଆନନ୍ଦ ଆଉ ଜ୍ଞାନ ସେଟା ମିଳିବ। ନିଶ୍ଚୟ। ଆଉ ଗୋଟେ କଥା, ଯଦି ଏମିତି ଆଧ୍ୟାତ୍ମିକ କଥା ଆଉ ଏମିତି ଗଭୀର ବିଶ୍ଳେଷଣ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବି ଭାବିପାରନ୍ତି। ଆଜି ଆମେ ଦେଖିବା କେମିତି ତୁଳସୀଦାସ ନିଜେ ନିଜକୁ ଏତେ ଅଯୋଗ୍ୟ ଭାବୁଛନ୍ତି, ହେଲେ ବି ପ୍ରଭୁଙ୍କର କୃପା ଉପରେ ତାଙ୍କର ଯୋଉ ବିଶ୍ୱାସ ସେଇଟା ପୁରା ଅଟଳ। ଆଉ ଏଇଥିରୁ ଆମେ ବୁଝିବା ଯେ କୃପାସିନ୍ଧୁ ରାମ ସେ କେମିତି ନିଜ ଭକ୍ତର ଦୋଷ ଦୁର୍ବଳତା ସେସବୁକୁ ଦେଖନ୍ତିନି, ଆଚ୍ଛା, ବରଂ ସେମାନଙ୍କ ହୃଦୟରେ ଯୋଉ ସରଳ ନିଷ୍ଠା ଅଛି, ଯୋଉ ପ୍ରେମ ଅଛି, ସେଇଟାକୁ ହିଁ ସବୁଠୁ ବେଶୀ ଗୁରୁତ୍ୱ ଦିଅନ୍ତି। ବହୁତ ବଢ଼ିଆ କଥା। ତାହେଲେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ଦୋହା ସଂଖ୍ୟା 28 କ ମୁଁ ପଢ଼ୁଛି। ସଠ ସେବକ କି ପ୍ରୀତି ରୁଚି ରଖିଏ ହି ରାମକୃପାଳୁ, ଉପଳେକିୟ ଜଲଜାନ ଯେହି ସଚିବ ସୁମତି କପି ଭାଲୁ। 28 କ। ଏଇ ଦୋହା ଏହାର ପ୍ରତିଟି ଶବ୍ଦ ଭିତରେ ବହୁତ ଗଭୀର କଥା ଲୁଚି ରହିଛି। କୁହାଯାଉଛି ଯେ କୃପାଳୁ ଶ୍ରୀରାମ ସେ ଏତେ ଦୟାବାନ ଯେ ସେ ନିଜର ସଠ ମାନେ କ'ଣ ମୂର୍ଖ ବା ଅଜ୍ଞାନୀ ସେବକ ତାର ବି ପ୍ରୀତି ଆଉ ରୁଚିକୁ ସମ୍ମାନ ଦେଇ ଗ୍ରହଣ କରନ୍ତି, ରକ୍ଷା କରନ୍ତି। ଏଠି ସଠ ମାନେ ଏଇଟା କ'ଣ ଭକ୍ତ ନିଜକୁ କହୁଛି? ହଁ, ଏଇଟା ଭକ୍ତର ନିଜ ପ୍ରତି ଥିବା ସେଇ ଦୀନହୀନ ଭାବ, ନିଜକୁ ଅଯୋଗ୍ୟ ମନେ କରିବା, ସେଇ ଭାବରୁ ଆସିଛି ସଟ୍ ଶବ୍ଦ। ଆଚ୍ଛା, ଆଚ୍ଛା। ଆଉ ଦ୍ୱିତୀୟ ଲାଇନଟା ଉପଲ କିଏ ଜଲଜାନ, ଏଇଟା ତ ସେଇ ପଥର ଭସେଇବା କଥା ନା? ଏକ୍ଜାକ୍ଟଲି ସେଇଆ। ସେ ହେଉଛନ୍ତି ସେଇ ପ୍ରଭୁ ଯିଏ ଅସମ୍ଭବକୁ ସମ୍ଭବ କରିଥିଲେ, ପଥରକୁ ପାଣିରେ ଭସେଇ ସେତୁ ବନେଇଥିଲେ। ଖାଲି ସେତିକି ନୁହେଁ, ତାଙ୍କର ସଚିବ ମାନେ ମନ୍ତ୍ରୀ କିଏ ଥିଲେ? ସୁମତି କପି ଭାଲୁ। ହଁ, ବୁଦ୍ଧିମାନ ବାନର ଆଉ ଭାଲୁ। ହଁ, ଅର୍ଥାତ୍ ବୁଦ୍ଧିମାନ ବାନର ଆଉ ଭାଲୁ। ଏଇଟା ଦେଖାଉଛି ପ୍ରଭୁଙ୍କର ମହିମା। ସେ ଖାଲି ଯେ ଅସମ୍ଭବ କାମ କରନ୍ତି ସେମିତି ନୁହେଁ, ବରଂ ଯୋଉମାନେ ସାଧାରଣ ଦେଖାଯାଉଛନ୍ତି ସେଇ ଜୀବମାନଙ୍କୁ ବି ନିଜର ମହାନ କାମରେ ସାମିଲ କରି ସେମାନଙ୍କୁ ଗୌରବ ଦିଅନ୍ତି। ବାଃ, ଏହାର ମାନେ ତ ବହୁତ ସ୍ପଷ୍ଟ। ପ୍ରଭୁଙ୍କ କୃପା ପାଇବା ପାଇଁ ବୋଧହୁଏ ପାଣ୍ଡିତ୍ୟ ଦରକାର ନାହିଁ କି ସମାଜରେ କୋଉଠି ଅଛ ସେସବୁ ବି ଦରକାର ନାହିଁ। ପ୍ରଭୁଙ୍କ ଆଖିରେ ଜଣେ ନିଜକୁ ମୂର୍ଖ କହୁଥିବା ସେବକର ସରଳ ନିଷ୍ଠା ବି ସେତିକି ମୂଲ୍ୟବାନ ଯେତିକି ହୁଏତ ଜଣେ ବଡ଼ ଜ୍ଞାନୀର ଭକ୍ତି। ଆପଣ ଏକଦମ ଠିକ୍ ଜାଗାଟା ଧରିଛନ୍ତି। ପ୍ରଭୁଙ୍କ କୃପାଟା ଯୋଗ୍ୟତା ଦେଖି ହୁଏନି, ସେଟା ପୂରାପୂରି ସମର୍ପଣ ଉପରେ ନିର୍ଭର କରେ। ଯିଏ ନିଜକୁ ସଠ ଭାବିବି ପ୍ରଭୁଙ୍କୁ ନିଜର ଭାବୁଛି, ତାର ସେଇ ସରଳ ଭାବ, ସେଇ ପ୍ରୀତି, ସେଇଟାକୁ ହିଁ ପ୍ରଭୁ ଦେଖନ୍ତି। ଆଉ ଏଇଟା ସେମାନଙ୍କ ପାଇଁ ବହୁତ ବଡ଼ ଆଶ୍ୱାସନା ଯୋଉମାନେ ଭାବନ୍ତି ଯେ ଆମ ପାଖରେ ଆଉ ଭଗବାନଙ୍କୁ ଦେଲା ଭଳିଆ କିଛି ବିଶେଷ ଯୋଗ୍ୟତା ନାହିଁ। ଠିକ୍ କଥା। ଏ ଯୋଉ ଭାବନା ଆମେ ଏବେ ଆଲୋଚନା କଲେ ଯେ ପ୍ରଭୁ ଅଯୋଗ୍ୟକୁ ବି ଗ୍ରହଣ କରନ୍ତି, ଏ କଥାଟା ତୁଳସୀଦାସ ନିଜ ପାଇଁ କେମିତି ଅନୁଭବ କରୁଛନ୍ତି ସେଇଟା ବୋଧେ ପରବର୍ତ୍ତୀ ଦୋହାରେ ଆହୁରି ଭଲ ଭାବରେ ଜଣାପଡ଼ିବ। 2:8 ଖ ମୁଁ ପଢ଼ୁଛି, ଶୁଣନ୍ତୁ। ହଉ ହୋ କାହାବତ୍ ସଭୁ କହତ୍ ରାମ ସହତ ଉପହାସ, ସାହିବ ସୀତାନାଥ ସୋ ସେବକ ତୁଳସୀଦାସ। 2:8 ଖ। ଏଠି ଦେଖନ୍ତୁ, ତୁଳସୀଦାସ ନିଜର ଚରମ ବିନମ୍ର ଭାବ ଦେଖାଉଛନ୍ତି, ପୂରାପୂରି ଦୈନ୍ୟ ଭାବ। ସେ କହୁଛନ୍ତି, ମୁଁ ନିଜକୁ ରାମଙ୍କ ସେବକ ବୋଲି କହୁଛି, ହୋ ହୋ କାହାବତ୍, ଆଉ ବାକି ସମସ୍ତେ ବି ମୋତେ ସେୟା କହୁଛନ୍ତି, ସବୁ କହତ୍। ହେଲେ ମୁଁ ଏତେ ଅଯୋଗ୍ୟ ଯେ ମୁଁ ଯୋଉ ନିଜକୁ ସେବକ କହୁଛି ସେଟା ପ୍ରକୃତରେ ଗୋଟେ ଉପହାସ ପରି। ବାପରେ, ନିଜକୁ ରାମ ସେବକ କହିବାଟାକୁ ସେ ଉପହାସ କହୁଛନ୍ତି। ଏହା ତ ମାନେ କେତେ ଗଭୀର ନିଜକୁ ଛୋଟ ଭାବିବା। ହଁ,
ଆଉ ସେ ଆହୁରି କହୁଛନ୍ତି ପ୍ରଭୁ ଶ୍ରୀରାମ ଏତେ ମହାନ ଏତେ କୃପାଳୁ ଯେ ସେ ମୋ ଭଳି ଅଯୋଗ୍ୟରୁ ଏଇ ଦାବି ଆଉ ସେଥିରୁ ଯୋଉ ଉପହାସ ଆସୁଛି ତାକୁ ବି ସହିଯାଉଛନ୍ତି। ରାମ ସହଦ ଉପହାସ। ଆଚ୍ଛା। ଆଉ ଶେଷ ଲାଇନରେ ସେ ସିଦ୍ଧାନ୍ତ ଦେଉଛନ୍ତି ଏତେ ମହାନ ହେଉଛନ୍ତି ମୋର ସ୍ୱାମୀ ସୀତାପତି ଶ୍ରୀରାମ ସାହେବ ସୀତାନାଥସୋ ଆଉ ଏତେ ଅଧମ ହେଉଛି ତାଙ୍କର ସେବକ ତୁଳସୀଦାସ। ଏ ହେଉଛି ନିଜର ସତ୍ତାକୁ ପୂରାପୂରି ପ୍ରଭୁଙ୍କ ପାଦରେ ମିଶେଇ ଦେବା ଭଳିଆ ଭାବ। କିନ୍ତୁ ଏଠି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଆଜିକାଲି ଦୁନିଆରେ ତ ଆମେ ସବୁବେଳେ ଆତ୍ମବିଶ୍ୱାସର କଥା କହୁଛେ, ନିଜକୁ ପ୍ରମାଣ କରିବାର କଥା କହୁଛେ। ତୁଳସୀଦାସଙ୍କର ଏ ଯୋଉ ଚରମ ଦୈନ୍ୟ ଭାବ, ଏହାକୁ ଆଜିର ସମୟରେ କେମିତି ବୁଝିବା? ଏଇଟା କ'ଣ ନିଜକୁ ଦୁର୍ବଳ ଭାବିବା ସାଙ୍ଗରେ ସମାନ? ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଏଇଟା ହେଉଛି ଆଧ୍ୟାତ୍ମିକ ଦୈନ୍ୟ ଭାବ। ଏଇଟା ଦୁନିଆର ଦୁର୍ବଳତା ନୁହେଁ। ଏହାର ଅର୍ଥ ହେଉଛି ନିଜର ସୀମା କେତେ ସେଇଟା ଜାଣିବା ଆଉ ସେଇ ଅନନ୍ତ ଶକ୍ତି ଆଗରେ ନିଜର ଅହଙ୍କାରକୁ ଛାଡ଼ିଦେବା। ଯେତେବେଳେ ଜଣେ ଭକ୍ତ ନିଜର ମୁଁ ପଣିଆକୁ ପୂରା ଶୂନ୍ୟ କରିଦିଏ, ସେତେବେଳେ ଯାଇ ପ୍ରଭୁଙ୍କର ପୂରା କୃପା ତା ଭିତରେ ଭରିଯାଏ। ଏଟା ଆତ୍ମବିଶ୍ୱାସର ଉଲ୍ଟା ନୁହେଁ, ବରଂ ଏମିତି ଏକ ଆତ୍ମସଚେତନତା ଯୋଉଠି ଲୋକ ନିଜର ଅସଲ ସ୍ୱରୂପକୁ ଚିହ୍ନେ, ନିଜର ଦୁନିଆର ଯୋଗ୍ୟତା ବା ଅଯୋଗ୍ୟତାରେ ବାନ୍ଧି ହୋଇ ରହେନି। ଆଚ୍ଛା। ଦେଖନ୍ତୁ, ତୁଳସୀଦାସ ନିଜକୁ ଅଯୋଗ୍ୟ କହୁଛନ୍ତି ସତ, କିନ୍ତୁ ରାମଙ୍କ ସେବକ ହେବାର ଦୃଢ଼ ବିଶ୍ୱାସ ବି ରଖିଛନ୍ତି। ଏଇଟା ହିଁ ତ ପ୍ରକୃତ ଆଧ୍ୟାତ୍ମିକ ଶକ୍ତି। ବୁଝିଲି। ମାନେ ନିଜର ସୀମାକୁ ଜାଣିବା ଆଉ ଅସୀମଙ୍କ କୃପା ଉପରେ ଭରସା ରଖିବା, ଏଇଟା ହିଁ ଦୈନ୍ୟଭାବର ମୂଳ କଥା। ଭଲ କଥା। ଏବେ ଆସନ୍ତୁ ଏ ଦୋହା ସହିତ ଯୋଉ ଚଉପାଇ ସବୁ ଅଛି ସେଗୁଡ଼ିକୁ ଦେଖିବା। ଏଥିରେ ତୁଳସୀଦାସ ନିଜର ଏଇ ଭାବନାକୁ ଆହୁରି ଖୋଲିକି କହିଛନ୍ତି ବୋଧେ। ହଁ, ଠିକ୍। ପ୍ରଥମ କିଛି ଚଉପାଇରେ ସେ ନିଜର ତ୍ରୁଟି, ନିଜର ଦୋଷ କେତେ ବଡ଼ ସେ କଥା କହିଛନ୍ତି। ଆଉ ସେଥିରୁ ପ୍ରଭୁଙ୍କର ଯୋଉ ବିନା କାରଣରେ କୃପା ସେଟା କେମିତି ମିଳୁଛି ସେଟା ଦେଖେଇଛନ୍ତି। ସେ କହୁଛନ୍ତି, ଅତି ବଡ଼ି ମୋରି ଠିଠାଇ ଖୋରି, ସୁନି ଅଘ ନରକହୁଁ ନାକ ସଖୋରି, ସମୁଝି ସହମ ମୋହି ଅପଡ଼ର अपने, सो सुधीराम केनी नहीं सपने, सुनी अवलोकी सुचित चख चाही, भगति मोरी मति स्वामी सराही, कहत नसाई होई हियनी की, ରିଝତ ରାମ ଜାନି ଜନଜୀ କି। ଏହାର ଅର୍ଥ ଟିକେ ସରଳ କରି କହିବେ କି? ହଁ, ନିଶ୍ଚୟ। ଏହାର ମୋଟାମୋଟି ଅର୍ଥ ହେଲା, ମୋର ଯୋ ଦୃଷ୍ଟତା, ଢିଠାଇ ଆଉ ଦୋଷ, ଖୋରି ସେଗୁଡ଼ା ଏତେ ବେଶୀ ଯେ ମୋ ପାପ କଥା ଶୁଣିଲେ ନର୍କ ବି ଘୃଣାରେ ନାକ ଟେକିବ। ଏ କଥା ଭାବି ମୁଁ ନିଜେ ହିଁ ଭୟରେ ଥରିଯାଉଛି। ହେଲେ ଆଶ୍ଚର୍ଯ୍ୟ କଥା ଦେଖନ୍ତୁ, ପ୍ରଭୁ ଶ୍ରୀରାମ ସ୍ୱପ୍ନରେ ବି ମୋର ସେ ଦୋଷଗୁଡ଼ାକୁ ମନେ ପକାଉନାହାନ୍ତି। ଓହୋ। ଖାଲି ସେତିକି ନୁହେଁ, ପ୍ରଭୁ ମୋ ଦୋଷ ଦେଖିବା ବଦଳରେ ଓଲଟି ମୋ କଥା ଶୁଣୁଛନ୍ତି, ମୋତେ କୃପା ଆଖିରେ ଦେଖୁଛନ୍ତି, ସୁଚିତ ଚକ୍ ଚାହିଁ, ଆଉ ମୋର ଏଇ ଯୋଉ ଟିକିଏ ଭକ୍ତି ଆଉ ବୁଦ୍ଧି ତାକୁ ବି ପ୍ରଶଂସା କରୁଛନ୍ତି। ଭଗତି ମୋରି ମତି ସ୍ୱାମୀ ସରାହି। ଆଚ୍ଛା। ତାଙ୍କ ନାଁ ନେଲେ ହୃଦୟ ଭଲ ହୋଇଯାଉଛି, ଆଉ ସେ ଭକ୍ତର ହୃଦୟ ଭିତର କଥା ଜାଣିପାରି ହିଁ ଖୁସି ହେଇଯାଉଛନ୍ତି। ରିଝତ ବାହାରକୁ କ'ଣ କରୁଛି ସେଟା ବଡ଼ କଥା ନୁହେଁ। ଏହା ତ ପ୍ରକୃତରେ ଆଶ୍ଚର୍ଯ୍ୟଜନକ କଥା। ପ୍ରଭୁ ଖାଲି ଦୋଷକୁ କ୍ଷମା କରୁନାହାନ୍ତି, ସେ ଦୋଷକୁ ପୁରା ଭୁଲି ଯାଉଛନ୍ତି। ଆଉ ଭକ୍ତର ଯଦି ଟିକିଏ ବି ଭଲ ଗୁଣ ଅଛି ତାକୁ ବହୁତ ବଡ଼ କରି ଦେଖୁଛନ୍ତି। ଏହାପରେ ସେ ବୋଧହୁଏ କିଛି ଉଦାହରଣ ଦେଇଛନ୍ତି ଏହି କଥାକୁ ବୁଝାଇବା ପାଇଁ। ଏକଦମ ଠିକ୍। ପରବର୍ତ୍ତୀ ଯୋଉ ଚୌପାଇ ଅଛି ସେଥିରେ ସେ ସୁଗ୍ରୀବ ଆଉ ବିଭୀଷଣଙ୍କ ଉଦାହରଣ ଦେଇଛନ୍ତି। ଏଇଟା ଦେଖେଇବା ପାଇଁ ଯେ ପ୍ରଭୁ କେମିତି ଭକ୍ତର ଭୁଲକୁ ଦେଖନ୍ତିନି ଆଉ ଯିଏ ଶରଣ ଆସିଲା ତାକୁ କେମିତି ଆଦର କରନ୍ତି। ସେ ଲେଖୁଛନ୍ତି, ରହତି ନ ପ୍ରଭୁ ଚିତ୍ ଚୂକ କିଏ କି, କରତ ସୁରତି ଶୟବାର ହିଏ କି, ଯେହିଁ ଅଘ ବଧେଉ ବ୍ୟାଧ ଜିମ୍ ବାଲି, ଫିରି ସୁକଣ୍ଠ सोई किन्ह कुचाली, सोई करतुति विभीषण केरी, सपने हूँ सो न राम हिये हेरी, ते भलत ही भेटत सनमाने, राजसभा रघुबीर बखाने। ଏହାର ମାନେ କ'ଣ ହେଲା? ଏଠି ତୁଳସୀଦାସ କହୁଛନ୍ତି, ପ୍ରଭୁଙ୍କ ମନରେ ଭକ୍ତ ଯୋଉ ଭୁଲ କରିଥାଏ, ଚୁକ୍ ସେ କଥା ମନେ ରହେ ନାହିଁ, ବରଂ ସେ 100 ଥର ଭକ୍ତର ହୃଦୟର ଯୋଉ ଭଲ ଭାବନା ହିଏ ସେଇଟାକୁ ହିଁ ମନେ ପକାନ୍ତି। ଉଦାହରଣ ଦେଉଛନ୍ତି, ଯୋଉ ବଡ଼ ଅପରାଧ ପାଇଁ ଭାଇର ସ୍ତ୍ରୀକୁ ରଖିବା, ପ୍ରଭୁ ବାଳିକୁ ଶିକାରୀ ପରି ମାରିଦେଲେ, ସେମିତିକା ଭୁଲ ରାସ୍ତାରେ କୁଚାଳି ସୁଗ୍ରୀବ ବି ଟିକେ ସମୟ ପାଇଁ ଚାଲି ଯାଇଥିଲେ। ଓହୋ।
ସୁଗ୍ରୀବଙ୍କ ଭୁଲ ତ ଥିଲା ସେ ରାଜ୍ୟ ପାଇଗଲା ପରେ ସୀତାଙ୍କୁ ଖୋଜିବା କଥା ଭୁଲିଗଲେ ନା? ହଁ, କିଛି ସମୟ ପାଇଁ ସେ ନିଜ କଥା ରଖିଲେନି, ଭୋଗ ବିଳାସରେ ମାତିଗଲେ। ଏଇଟା ବହୁତ ବଡ଼ ଭୁଲ ଥିଲା। ହେଲେ ପ୍ରଭୁ ତାଙ୍କୁ ବାଳି ଭଳିଆ ଦଣ୍ଡ ଦେଲେନି। ଲକ୍ଷ୍ମଣଙ୍କୁ ପଠେଇ ତାଙ୍କୁ ଟିକେ ସଚେତନ କରିଲେ, ଆଉ ତାଙ୍କୁ କ୍ଷମା କରି ପୁଣି ଗ୍ରହଣ କରିନେଲେ। କାହିଁକି? କାରଣ ସୁଗ୍ରୀବଙ୍କ ମୂଳ ଭାବନା ଥିଲା ଶରଣାଗତିର। ଯଦିଓ ସେ ମଣିଷ ଭାବରେ ଟିକେ ଦୁର୍ବଳ ହେଇଗଲେ ସେତେବେଳେ, ଏହାପରେ ଆସୁଛି ବିଭୀଷଣଙ୍କ କଥା। ଦେଖନ୍ତୁ, ବିଭୀଷଣ ତ ଆସିଥିଲେ ଶତ୍ରୁପଟୁ, ମାନେ ରାବଣ ପାଖରୁ। ତାଙ୍କର ପୂର୍ବ କାମ କରତୁତି ସନ୍ଦେହ କରିବା ବଢ଼ିଆ ଥିଲା। କିନ୍ତୁ ପ୍ରଭୁ ରାମ ତାଙ୍କର ସେହି ଅତୀତ କଥାକୁ ସ୍ୱପ୍ନରେ ବି ମନକୁ ଆଣିଲେନି। ସପନେ ହୁଁ ସୁନ ରାମ ହିଏଁ ହେରେ। ବରଂ ଓଲଟା ତାଙ୍କୁ ଭରତଙ୍କ ପରି ସମାନ ଦେଇ କୁଣ୍ଢେଇ ପକେଇଲେ, ଆଉ ରାଜସଭାରେ ତାଙ୍କର ପ୍ରଶଂସା କଲେ। ବାଃ, ଏଇଟା ତ ପ୍ରଭୁଙ୍କର ସେଇ ଗ୍ରହଣ କରିନେବା ଗୁଣର ଚରମ ଉଦାହରଣ ହେଲା। ଯିଏ ବି ଶରଣ ଆସିଲା, ତାର ପଛ କଥା ଯାହା ଥାଉ, ପ୍ରଭୁ ଖାଲି ତାର ବର୍ତ୍ତମାନ ସମର୍ପଣକୁ ଦେଖିଲେ। ଏକଦମ ସେୟା। ତେଣୁ ଏଇ ଦୁଇଟା ଉଦାହରଣ, ସୁଗ୍ରୀବ ଆଉ ବିଭୀଷଣ, ପୁରା ସ୍ପଷ୍ଟ କରିଦେଉଛି ଯେ ପ୍ରଭୁଙ୍କ କୃପା କେବଳ ଭକ୍ତର ଭିତରର କଥା, ତାର ଶରଣାଗତି ଉପରେ ନିର୍ଭର କରେ। ସେ ଭକ୍ତର ସାମୟିକ ଭୁଲକୁ କ୍ଷମା କରିଦିଅନ୍ତି, ଆଉ ସେ କୋଉଠୁ ଆସିଛି, ତାର ପୂର୍ବ କଥା କ'ଣ, ସେ ସବୁ ଦେଖନ୍ତିନି। ଏଇଟା ହିଁ ତ ତୁଳସୀଦାସ ବାରମ୍ବାର କହିବାକୁ ଚାହୁଁଛନ୍ତି ଯେ ତାଙ୍କ ଭଳି ସତ୍ସେବକର ବି ଆଶା ଅଛି, କାରଣ ତାଙ୍କ ମାଲିକ ଏତେ କୃପାଳୁ। ତେବେ ଏ ଯେତେ ସବୁ ପଦ ଆମେ ଆଲୋଚନା କଲେ, ଏଥିରୁ ଯଦି ଆମେ ଗୋଟେ ମୁଖ୍ୟ କଥା ବାହାର କରିବା, ସେଇଟା କ'ଣ ହବ? ଆଉ ଏଇଟା ଆମ ପାଇଁ, ମାନେ ସାଧାରଣ ମଣିଷ ପାଇଁ କାହିଁକି ଏତେ ଜରୁରୀ? ଦେଖନ୍ତୁ, ମୁଖ୍ୟ କଥା ହେଉଛି ଭଗବାନଙ୍କ କୃପାରେ କୌଣସି ସର୍ତ୍ତ ନାହିଁ। ଏହା ଆମ ମଣିଷର ଭୁଲ, ଆମର ଅପୂର୍ଣ୍ଣତା, ସେସବୁକୁ ପାର କରି ଚାଲିଯାଏ। ଯାହା ଦରକାର ସେଇଟା ହେଲା ହୃଦୟର ସରଳତା, ସତ ପ୍ରେମ ଆଉ ପ୍ରଭୁଙ୍କ ପାଦରେ ପୁରା ବିଶ୍ୱାସ। ଆଉ ଏଇଟା ଆମ ସମସ୍ତଙ୍କ ପାଇଁ ଜରୁରୀ, କାରଣ ଆମେ ସମସ୍ତେ ତ ଜୀବନରେ ଭୁଲ କରୁ। ଅନେକ ଥର ଆମେ ନିଜକୁ ଅଯୋଗ୍ୟ ଭାବୁ। ଏଇ ପଦଗୁଡ଼ାକ ଆମକୁ ଭରସା ଦଉଛି ଯେ ଆମର ଯେତେ ଭୁଲ ଥିଲେ ବି ଆମ ପାଇଁ ଆଶା ଅଛି, ଯଦି ଆମେ ସତ ହୃଦୟରେ ପ୍ରଭୁଙ୍କୁ ଡାକୁ। ଏ କଥା ଶୁଣିଲେ ବାସ୍ତବିକ ବହୁତ ଶକ୍ତି ମିଳୁଛି। ଆମେ ଯେଉଁ ପୁରୁଣା ଭୁଲକୁ ଧରି ବସି ରହିଥାଉ, ସେମିତି ନ କରି ନିଜ ଭିତରର ସତ ଭାବନା ଉପରେ ଧ୍ୟାନ ଦେଇ ପ୍ରଭୁଙ୍କ କରୁଣା ଉପରେ ଭରସା ରଖିପାରିବା। ଏଇଟା ଗୋଟେ ପ୍ରକାରର ମୁକ୍ତି ପାଇଲା ଭଳିଆ ଲାଗୁଛି ନିଜର ସେଇ ଦୋଷୀ ଦୋଷୀ ଭାବନାରୁ। ହଁ, ନିଶ୍ଚୟ। ଆଉ ଏଇଟା ନିଜକୁ ଗ୍ରହଣ କରିବା ପାଇଁ, ନିଜ ଉପରେ ଦୟା କରିବା ପାଇଁ ବି ପ୍ରେରଣା ଦିଏ। ଭାବନ୍ତୁ ତ, ଯଦି ଭଗବାନ ନିଜେ ଆମର ଭୁଲକୁ ଏତେ ସହଜରେ କ୍ଷମା କରି ଗ୍ରହଣ କରି ନେଉଛନ୍ତି, ତାହେଲେ ଆମେ କାହିଁକି ନିଜକୁ ବା ଅନ୍ୟମାନଙ୍କୁ କ୍ଷମା କରିବାକୁ ଏତେ କଷ୍ଟ ପାଉଛେ? ଆଚ୍ଛା। ଏଇ ଯେଉଁ ଭଗବାନଙ୍କର କ୍ଷମା କରିବା କଥା, ଏଇଟା ଆମର ନିଜ ଭିତରେ ଆଉ ସମ୍ପର୍କ ଭିତରେ ବି ବହୁତ ସୁଧାର ଆଣିପାରିବ। ବହୁତ ସୁନ୍ଦର ଭାବରେ ଆପଣ ଏହାକୁ ଆମ ନୀତିଦିନିଆ ଜୀବନ ସହିତ ଯୋଡ଼ିଦେଲେ। ତେବେ ଆଜି ଆମେ ଯାହା ଆଲୋଚନା କଲେ, ତାର ସାର କଥା ହେଲା, ଗୋସ୍ୱାମୀ ତୁଳସୀଦାସଙ୍କ ଭାଷାରେ କହିଲେ, ପ୍ରଭୁ ଶ୍ରୀରାମ ହେଉଛନ୍ତି ପତିତ ପାବନ। ସେ ଷଟ୍ସେବକର ପ୍ରୀତିକୁ ବି ଆଦର କରନ୍ତି, ଭକ୍ତର ଦୋଷକୁ ମନେ ରଖନ୍ତିନି, ଆଉ ଯିଏ ଶରଣ ଆସିଲା, ତାର ଅତୀତ କ'ଣ ଥିଲା ସେ କଥା ନ ଦେଖି ତାକୁ ଆପଣେଇ ନିଅନ୍ତି। ଏଇଟା ହିଁ ତାଙ୍କର ଅସୀମ କୃପା। ହଁ, ଏଇଟା ହିଁ ସାର କଥା। ଆଶା କରୁଛୁ ଆଜିର ଏହି ଆଲୋଚନା ଆମ ଶ୍ରୋତାମାନଙ୍କ ମନକୁ ନିଶ୍ଚୟ ଛୁଇଁଥିବ। ଯଦି ଏଥିରୁ କିଛି ଶାନ୍ତି ମିଳିଛି, କିଛି ପ୍ରେରଣା ମିଳିଛି, ତାହେଲେ ଏହାକୁ ଗୋଟେ ଲାଇକ୍ କରିଦେବେ, ଆଉ ଅନ୍ୟମାନଙ୍କ ସହିତ ବି ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ବି ପ୍ରଭୁ ଶ୍ରୀରାମଙ୍କର ଏହି କରୁଣାମୟ ରୂପ ବିଷୟରେ ଜାଣିପାରିବେ, ତାଙ୍କ ଆଶୀର୍ବାଦ ପାଇପାରିବେ। ନିଶ୍ଚୟ। ଆଉ ଆପଣଙ୍କୁ ଏ ଆଲୋଚନା କେମିତି ଲାଗିଲା, ସେ କଥା ଆମକୁ ଜଣେଇବାକୁ ଭୁଲିବେନି। ଆପଣ କମେଣ୍ଟ ବକ୍ସରେ ନିଜ କଥା ଲେଖିପାରିବେ, କିମ୍ବା ଖାଲି ଜୟ ଶ୍ରୀରାମ ଲେଖିଦେଲେ ବି ଆମେ ବହୁତ ଖୁସି ହେବୁ। ଆଉ ଶେଷରେ ମୁଁ ଗୋଟେ କଥା ଭାବିବା ପାଇଁ ଛାଡ଼ି ଦେଇଯାଉଛି। ଯେତେବେଳେ ଆମେ ଭଗବାନଙ୍କର ଏମିତି ବିନା ସର୍ତ୍ତରେ କ୍ଷମା କରିବା ଆଉ ସମସ୍ତଙ୍କୁ ଗ୍ରହଣ କରିନେବା କଥା ଶୁଣୁଛେ, ଏଇଟା ଆମ ନିଜ ଜୀବନରେ ଆମେ କେମିତି କ୍ଷମା ଦଉଛେ ବା କ୍ଷମା ପାଉଛେ, ସେ ଦୃଷ୍ଟିକୋଣକୁ କେମିତି ବଦଳେଇ ପାରିବୁ? ଆମେ କ'ଣ ନିଜ ପ୍ରତି ଆଉ ଅନ୍ୟମାନଙ୍କ ପ୍ରତି ଆହୁରି ଟିକେ ଦୟାଳୁ ହେଇପାରିବା? ଏଇଟା ଟିକେ ଭାବିବା କଥା। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଓ ଆମେ ସମସ୍ତ ଶ୍ରୋତାଙ୍କୁ କହିବୁ ଯେ ରାମଚରିତମାନସର ପାଠ ବା ଶ୍ରବଣ ଜାରି ରଖନ୍ତୁ। ଯଦି ସମ୍ଭବ, ଏହାର ପରବର୍ତ୍ତୀ ପଦଗୁଡ଼ିକୁ, ପରବର୍ତ୍ତୀ ଅଧ୍ୟାୟଗୁଡ଼ିକୁ ପଢ଼ନ୍ତୁ କି ଶୁଣନ୍ତୁ। ଏହାର ଯେଉଁ ଅମୃତ ଭଳିଆ ଜ୍ଞାନ, ସେ ସାଗରରେ ବୁଡ଼ ପକାନ୍ତୁ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।